ସାଲେପାଲି ହାଟପଦାଠାରେ ଖରିଫ ଧାନ ମଣ୍ଡି ଉଦ୍ଘାଟିତ। ଖରିଫ ଧାନ ଅମଳ ସରିଯାଇଛି। ଖରା ବର୍ଷା ଶୀତ କାକରକୁ ଦେହରେ ହଜମ କରି ଚାଷୀ ଭାଇ ଚାଷ କାର୍ଯ୍ୟରେ ଲାଗି ରହିଥାଏ। ଅକ୍ଳାନ୍ତ ପରିଶ୍ରମରେ ମାଟି ସହିତ ସଂଗ୍ରାମ କରି ଚାଷ କ୍ଷେତ୍ରରେ ଚାଷୀ ଭାଇ ସୁନାର ଫସଲ ଫଳାଇଥାଏ। ବର୍ଷକର ଖାଦ୍ୟକୁ ନିଜେ ସଞ୍ଚିତ କରି ବାକି ଫସଲକୁ ଦୁନିଆକୁ ଆହାର ଯୋଗାଇବା ପାଇଁ ଧାନ ବିକ୍ରି କରିଥାଏ ଚାଷୀ ଭାଇ। ପରିଶ୍ରମର ମୂଲ୍ୟକୁ ଧାନ ବିକ୍ରି କରି ଚାଷୀ ଭାଇ ଆଦାୟ କରିଥିବା ବେଳେ ସେହି ଧାନ ବିକ୍ରିରୁ ଚାଷୀକୂଳ ତେଲ ଲୁଣର ସଂସାର ଚଳାଇଥାନ୍ତି। କିନ୍ତୁ ଧାନର ଅଭାବୀ ବିକ୍ରିରେ ବେଳେବେଳେ ଚାଷୀକୂଳ ଶିକାର ହୋଇଥାନ୍ତି। ଧାନ ବ୍ୟବସାୟୀମାନେ ଗାଁ ଗାଁରେ ପଶି ଚାଷୀ ଭାଇ ପାଖରୁ ଧାନ କିଣି ନେଇଥାନ୍ତି ସତ, କିନ୍ତୁ ଚାଷୀ ଭାଇ ତାର ଉପଯୁକ୍ତ ମୂଲ୍ୟ ପାଇବାରୁ ବଞ୍ଚିତ ହୋଇଥାଏ। ସେହି ଅଭାବୀ ବିକ୍ରିରୁ ଚାଷୀ ଭାଇ ମୁକ୍ତି ପାଇବା ପାଇଁ ଆବଶ୍ୟକ ପଡ଼ିଥାଏ ସରକାରୀ ସ୍ତରର ଧାନ ମଣ୍ଡିଟିଏ। କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ସାଲେପାଲି ହାଟପଦାଠାରେ ନୂତନ ଭାବରେ ଉଦ୍ଘାଟିତ ହେଲା ଧାନ ମଣ୍ଡି। ଏଠାରେ ନୂତନ ଧାନ ମଣ୍ଡି ଉଦ୍ଘାଟନ ଅବସରରେ ମଦନପୁର ରାମପୁର ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ଶ୍ରୀଯୁକ୍ତ କୀର୍ତ୍ତନ ସାହୁ, ସମବାୟ ସମିତି ଡାଇରେକ୍ଟର ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ, ସମବାୟ ସମିତିର ସମ୍ପାଦକ ଶ୍ରୀଯୁକ୍ତ ନିରଞ୍ଜନ ସାହୁ ଏବଂ ଏଗ୍ରିକଲଚର ଅଫିସର ଅଶୋକ କୁମାର ବେମାଲ ଓ ସମବାୟ ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଏଠାରେ ନୂତନ ଭାବରେ ଧାନ ମଣ୍ଡି ଖୋଲାଯାଉଥିବାରୁ ଚାଷୀ କୂଳରେ ଉତ୍ସାହ ରହିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଧାନର ଅଭାବୀ ବିକ୍ରି ସହିତ ଧାନ ବ୍ୟବସାୟୀମାନଙ୍କ ପାଖରୁ ଶୋଷିତ ହେଉଥିବା ଚାଷୀକୂଳଙ୍କ ଏହି ଧାନ ମଣ୍ଡି ଖୁବ୍ ସହାୟକ ହେବ ବୋଲି ଆଶା ଆଉ ବିଶ୍ୱାସ ରଖିଛନ୍ତି। ଅନେକ ଦିନ ହେଲା ଏହି ସ୍ଥାନରେ ଧାନ ମଣ୍ଡି ଖୋଲିବା ପାଇଁ ପ୍ରସ୍ତାବ ରଖାଯାଇଥିଲା। ଏହି ସ୍ଥାନକୁ ଧାନ ଆଣିବା ପାଇଁ ଚାଷୀକୂଳଙ୍କ ପାଇଁ ଗମନାଗମନର ସୁବିଧା ରହିଥିବାରୁ ଏହି ସ୍ଥାନକୁ ଚିହ୍ନଟ କରିଥିଲେ। ଚିହ୍ନଟ ପ୍ରକ୍ରିୟା ପରେ ଏଠାରେ ଧାନ ମଣ୍ଡି ଖୋଲିବା ଯୋଗୁଁ ଏଠାରେ ଅନେକ ଚାଷୀ ଧାନର ନିର୍ଦ୍ଧାର୍ଯ୍ୟ ମୂଲ୍ୟ ପାଇପାରିବେ ବୋଲି ସମବାୟ ସମିତି ପକ୍ଷରୁ ସୂଚନା ଦିଆଯାଇଛି। କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକର ସାଲେପାଲିଠାରେ ନୂତନ ଭାବରେ ଖୋଲାଯାଇଥିବା ଧାନ ମଣ୍ଡି ଉଦ୍ଘାଟନରେ ଚାଷୀକୂଳ ସହିତ ଅଞ୍ଚଳବାସୀ ଖୁବ୍ ଖୁସି ରହିଥିବା ଜଣାପଡ଼ୁଥିଲା। ଧାନର ଅଭାବୀ ବିକ୍ରିରେ ଏ ଅଞ୍ଚଳର ଚାଷୀ ଭାଇ ଅନେକ ଶୋଷଣର ଶିକାର ହୋଇସାରିଛନ୍ତି। କୌଣସି ଧାନ ବ୍ୟବସାୟୀ ପାଖରେ ଧାନ ବିକ୍ରି ନ କରି ସମସ୍ତ ଚାଷୀ ଭାଇ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ସମବାୟ ସମିତି ଅନୁରୋଧ କରିଛନ୍ତି। କାହାର ପ୍ରଲୋଭନରେ ପଡ଼ି ଧାନ ବିକ୍ରିରେ ଅସୁବିଧାରେ ସମ୍ମୁଖୀନ ନ ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଚାଷୀକୂଳ ମଧ୍ୟ କେବଳ ସମବାୟ ସମିତିର ନିୟମ ମୁତାବକ ଆବଶ୍ୟକତା ଧାନକୁ ମଣ୍ଡିରେ ବିକ୍ରି କରିବା ପାଇଁ ଖୁବ୍ ଆଗ୍ରହ ପ୍ରକାଶ ପାଇଛି। ଏ ଅଞ୍ଚଳରେ ଧାନ ମଣ୍ଡି ଖୋଲାଯାଇଥିବା ଯୋଗୁଁ ସମସ୍ତେ ଖୁସି ରହିବା ସହିତ ଧାନ ମଣ୍ଡି ଖୋଲାଯାଇଥିବା ଯୋଗୁଁ ସାଧୁବାଦ ଜଣାଇଛନ୍ତି। କଳାହାଣ୍ଡିରୁ ଲୟ ଭଇଙ୍କ ରିପୋର୍ଟ, ଏବି ନ୍ୟୁଜ।